Hi friends, I am Elena. Welcome and welcome back to my ପ୍ରଥମାଷ୍ଟମୀ ମିନି ବ୍ଲଗ୍କୁ। ବହୁତ ଜଣ ପ୍ରଥମାଷ୍ଟମୀରେ ବଡ଼ମାନେ ୱେଟ୍ କରିଥିବେ, ନୂଆ ଡ୍ରେସ୍ ପିନ୍ଧିବେ, ମେକଅପ୍ ସେକଅପ୍ ନେବେ, ଫଟୋ ଉଠାଇବେ, ଭିଡ଼ିଓ ବନେଇବେ। କିନ୍ତୁ ମୁଁ ତ ପ୍ରଥମାଷ୍ଟମୀ ଏଇଥିପାଇଁ ୱେଟ୍ କରିଥାଏ ଯେ ଏଣ୍ଡୁରି ପିଠା ଖାଇବି। ହାଏ ହାଏ, ସେ ଯେଉଁ ହାଣ୍ଡି ଭିତରୁ ଏଣ୍ଡୁରି ପିଠାର ସ୍ମେଲ୍, ହଳଦୀ ପତ୍ରର ସ୍ମେଲ୍ ଆସୁଥିବ ନା, ମୋତେ ଏତେ ଟେଷ୍ଟି ଲାଗେ। ଆଉ ତା ସହିତ ଗୋଟେ ଚଟପଟା ତରକାରୀ ଯଦି ହେଇଯାଏ ତାହେଲେ ତ ମଜା ଆସିଯାଏ। ଆଉ ପ୍ରଥମାଷ୍ଟମୀରେ ସାନମାନଙ୍କୁ ଚିଡ଼େଇ ନାହାନ୍ତି, ଏଇଟା ତ ହେଇପାରିବନି। ସାନମାନଙ୍କୁ ନ ଚିଡ଼େଇଲେ ସେ ପ୍ରଥମାଷ୍ଟମୀର ମାନେ ହେଉଛି ଅଧୁରା। ଆମର ପିଠା ହେଇସାରିଲା ପରେ ପ୍ରଥମେ ଷଠି ମା'ଙ୍କୁ ଭୋଗ କରାଯାଏ। ଏଇଠି ମୋ ମାମା ଷଠି ମା'ଙ୍କୁ ଭୋଗ କରୁଥିଲା, ତାଙ୍କର ପୂଜା କରୁଥିଲା। ଆଉ ଏଇଟା ଥିଲା ମୋ OOTD ନଥିଲା, ମୁଁ ଗୋଟେ ଅଲଗା ଡ୍ରେସ୍ ଆଣିଥିଲି, ସେଇଟା କଳା ଥିଲା। ସେଇଥିପାଇଁ ଆମ ଘରେ କହିଲେ କଳା ଡ୍ରେସ୍ରେ ପଢ଼ୁଆ ହୁଅନ୍ତିନି, ତ ମୁଁ ଏଇ ନୂଆ ଡ୍ରେସ୍ଟା ପିନ୍ଧି ଦେଇଥିଲି। ଆଉ ଏଇଠି ଆମ କଟନ ଆମକୁ ପଢ଼ୁଆ କରିଥିଲା। କଟନ ସେ ହେଉଛି ଆମ ସାନ ମା', ଆମେ ତାକୁ ସ୍ନେହରେ କଟନ ବୋଲି ଡାକୁ। ଆଉ ଏଇଠି ଦେଖନ୍ତୁ ମୋ ସାନ ଭାଇ, ମୋ ଦାଦାଙ୍କ ପୁଅ, କ୍ୟୁଟିଟା, ତାକୁ ଆମେ ମଣ୍ଡା ବୋଲି ଡାକୁ। କାହିଁକି ମଣ୍ଡା ବୋଲି ଡାକୁ ତାକୁ ଦେଖିକି ଆପଣ ଜାଣିପାରୁଥିବେ। ଆଉ ଏଇଠି ମୋ ଭଉଣୀ ଆସିକି ବସି ପଡ଼ିଥିଲା, କହିଲା ତମେ କ'ଣ ଖାଲି ପଢ଼ୁଆ ହେବ, ମୁଁ ବି ପଢ଼ୁଆ ହେବି, ମୋତେ ବି ପୂଜା କର। ଆଉ ଏଇଠି ଆମ ପଢ଼ୁଆ କାର୍ଯ୍ୟକ୍ରମ ଚାଲିଥିଲା। ଦେନ୍ ଆମେ ସମସ୍ତେ ବସି ପଡ଼ିଥିଲୁ ପିଠା ଖାଇବୁ ବୋଲି। ମୋ ଭଉଣୀର ମୋର କଥା ହେଇଥିଲା କି ଆମେ ମିଶିକି ଚିତା ପକାଇବା, କିନ୍ତୁ ଯେହେତୁ ତାର ମୋର ଝଗଡ଼ା ହେଇଥିଲା, ସବୁଯାକ ଚିତା ସିଏ ହିଁ ପକାଇଲା।